ଜାଣୁଛନ୍ତି କି ଝାଲମୁଢ଼ି କ'ଣ ରହିଛି ଏହାର ଫାଇଦା? ଛୋଟବେଳେ ସ୍କୁଲ ଛୁଟି ସମୟ ହେଲେ ସମସ୍ତଙ୍କର ଝାଲମୁଢ଼ି କଥା ମନେ ପଡ଼େ। ଆଜି ବି ରାସ୍ତାରେ ଗଲାବେଳେ ଝାଲମୁଢ଼ି ବିକ୍ରି ହେଉଥିବା ଦୋକାନଟିଏ ଦେଖିଲେ ଆପେ ଆପେ ପାଦ ଅଟକିଯାଏ। ଆଉ ଏ ଶୀତ ଦିନରେ ତ ମୁଢ଼ି ମିକ୍ସଚର ଖାଇବାର ମଜା ହିଁ କିଛି ନିଆରା। କ'ଣ ଆପଣ ବି ଝାଲମୁଢ଼ି ଖାଇବାକୁ ଭଲ ପାଆନ୍ତି କି? ତେବେ ଥରେ ନିଶ୍ଚିତ ଭାବରେ ଏ ଭିଡ଼ିଓକୁ ଦେଖିନିଅନ୍ତୁ। ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ମୁଢ଼ି ଖାଇବା ପସନ୍ଦ ଅଟେ। କିଛି ଲୋକ ଏ ମୁଢ଼ିକୁ କ୍ଷୀର ବା ଚାହା ସହିତ ଖାଇବାକୁ ପସନ୍ଦ କରୁଥିବା ବେଳେ ଅନେକ ଏହାକୁ ମିକ୍ସଚର ଏବଂ ବିଭିନ୍ନ ମସଲା ସହିତ ମିଶାଇ ଝାଲମୁଢ଼ି ଆକାରରେ ଖାଇବାକୁ ପସନ୍ଦ କରିଥାନ୍ତି। ତେବେ ଆମ ଶରୀର ଉପରେ କ'ଣ ରହିଛି ମୁଢ଼ିର ପ୍ରଭାବ ଆସନ୍ତୁ ଜାଣିବା। ମୁଢ଼ିକୁ ଭାରତରେ ସକାଳ ଏବଂ ସନ୍ଧ୍ୟାର ଜଳଖିଆ ରୂପରେ ସେବନ କରାଯାଏ। ରାସ୍ତା କଡ଼ରେ ମିଳୁଥିବା ମୁଢ଼ି ମିକ୍ସଚର ସମସ୍ତଙ୍କୁ ଆକୃଷ୍ଟ କରିଥାଏ। ଏ ମୁଢ଼ି ବା ଝାଲମୁଢ଼ି କେବଳ ସ୍ୱାଦିଷ୍ଟ ନୁହେଁ ବରଂ ଶରୀର ପାଇଁ ମଧ୍ୟ ଖୁବ୍ ସ୍ୱାସ୍ଥ୍ୟକର। ଏହାକୁ ଖାଇବା ଦ୍ୱାରା ହଜମ ଜନିତ ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ। ନୂଆଦିଲ୍ଲୀ PSRI ହସ୍ପିଟାଲର ନ୍ୟୁଟ୍ରିସନିଷ୍ଟ ଦେବଯାନୀ ବାନାର୍ଜୀଙ୍କ କହିବା ଅନୁଯାୟୀ ମୁଢ଼ିରେ ପ୍ରଚୁର ମାତ୍ରାରେ ଫାଇବର ରହିଛି। ତେଣୁ ମୁଢ଼ି ଖାଇବା ଦ୍ୱାରା ହଜମ ଶକ୍ତି ବୃଦ୍ଧି ପାଇଥାଏ। ଯଦି ଆପଣ କୋଷ୍ଠକାଠିନ୍ୟ ସମସ୍ୟାରେ ପୀଡ଼ିତ ତେବେ ଏହା ଆପଣଙ୍କ ପାଇଁ ଏକ ମହୌଷଧି ରୂପେ କାମ କରିବ। ମୁଢ଼ି ଶରୀରକୁ ଭାଇଟାମିନ୍ B ଯୋଗାଇଥାଏ। ଏହା ଗ୍ୟାଷ୍ଟ୍ରିକ୍ ସମସ୍ୟା ମଧ୍ୟ ଦୂର କରେ। ମୁଢ଼ି ଖାଇବା ଦ୍ୱାରା ଶରୀରରେ ଅମ୍ଳ କ୍ଷରଣ କମ୍ ହୁଏ। ଏହା ଦ୍ୱାରା ଏସିଡିଟି ଭଳି ସମସ୍ୟାରୁ ମୁକ୍ତି ମିଳେ। ଏଥିରେ ଥିବା ଶ୍ୱେତସାର ଶରୀରକୁ ଶକ୍ତି ଯୋଗାଇଥାଏ। ଫଳତଃ ମୁଢ଼ି ଖାଉଥିବା ବ୍ୟକ୍ତି ଦିନ ସାରା ଆକ୍ଟିଭ୍ ଫିଲ୍ କରିଥାନ୍ତି।